ଜୟ ଜଗନ୍ନାଥ ପିଲାମାନେ, ପୁଣି ଥରେ ଆଜି ସମସ୍ତଙ୍କୁ ସ୍ୱାଗତ ଶୁଭେଚ୍ଛା। ଆମେ ଆଜି ଇତିହାସ ଆଡ଼କୁ ଯିବା। ଟିକେ ଦଶମ ଶ୍ରେଣୀ ଇତିହାସର ପଢ଼ିବା ଚତୁର୍ଥ ପାଠଟି ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା। ଯେହେତୁ ଇତିହାସକୁ ସମସ୍ତେ ଟିକେ ଡରନ୍ତି, ବାବା ଇତିହାସକୁ କେହି ଡରିବେ ନାହିଁ। ଇତିହାସ ଗୋଟେ ବହୁତ ଭଲ ପାଠ। ଇତିହାସ ଯାହା ଘଟିଯାଇଛି ଛୁଆ, ଆମେ ତାକୁ ଜାଣିବା ପାଇଁ ଚେଷ୍ଟା କରିବା। ଆମେ ତାକୁ ଜାଣୁନେ ଘୋଷି ଦେଉଛେ, ତାକୁ ଅନୁଭବ କରିବା, ନିଜ ରକ୍ତରେ ମିଶାଇବା ଇତିହାସକୁ। ତାହେଲେ ନିଶ୍ଚିତ ଭାବରେ ଇତିହାସ ଆମେ ସବୁ ପାଠ ଜାଣିପାରିବା ଆଉ ଡରିବା ନାହିଁ ଇତିହାସକୁ। ଆଉ ଇତିହାସର ଗୋଟିଏ ଜିନିଷ ବାବା, କେବେ ହେଇଥିଲା ତାକୁ ସମୟ ଅନୁସାରେ ମନେ ରଖିବା ଏବଂ କ'ଣ ପାଇଁ ହେଇଥିଲା, ତାର ଆନ୍ଦୋଳନଟା ବି ଯାହା ବି ହେଉ କ'ଣ ପାଇଁ ହେଇଥିଲା ଏବଂ କେମିତି ହେଇଥିଲା, ତାର କିପରି ହେଇଥିଲା, ଉଦ୍ଦେଶ୍ୟ କ'ଣ ଥିଲା, ତାର ଫଳାଫଳ କ'ଣ ହେଲା ଏବଂ କେବେ ହେଇଥିଲା। ଏଇ ଜିନିଷଟାକୁ ଆମେ ଟିକେ ଇତିହାସରେ ଭଲସେ ଜାଣିଲେ ନିଜ ରକ୍ତରେ ମିଶିଯିବ ଏବଂ ତାକୁ ଅନୁଭବ କରିବା। ଇତିହାସ ଅନୁଭବ କରି ପଢ଼ିଲେ ଆମେ ଇତିହାସକୁ ଆମେ ଜାଣିପାରିବା। ତେଣୁ ଡରିବା ନାହିଁ ଇତିହାସ। ଚାଲ ଆମେ ବହିରୁ ପଢ଼ିବା କ'ଣ ଅଛି ତା ବିଷୟରେ ଟିକେ ଜାଣିବା। ଦେଖିବା ଯେ ଭାରତ ଛାଡ଼ ଆନ୍ଦୋଳନ ଏଥିରେ ଓଡ଼ିଶାର ଭୂମିକା। ଭାରତ ମାନେ କ'ଣ? ଭାରତକୁ ଛାଡ଼ି ଦିଅ। ଆମକୁ ଯିଏ ଛୁଆ ହଇରାଣ କରୁଛି, ଆମକୁ ଯିଏ ଖାଲରେ ପକାଇବା ପାଇଁ ଚେଷ୍ଟା କରୁଛି, ଆମର ଯିଏ ଧନ ସମ୍ପତ୍ତି ଲୁଟ୍ କରୁଛି, କେଉଁମାନେ କରୁଥିଲେ ନା ଇଂରେଜମାନେ। ଆମେ ତାକୁ ଛାଡ଼ିବା କି? ସେଥିପାଇଁ ଲାଷ୍ଟରେ ଶେଷ ମୁହୂର୍ତ୍ତରେ ସ୍ୱାଧୀନ ହେବା ପୂର୍ବରୁ ଭାରତ ଶେଷ ମୁହୂର୍ତ୍ତରେ ତାଙ୍କୁ କହିଲେ ଯେ ତମେ ଭାରତ ଛାଡ଼, ଆଉ ଭାରତରେ ରହିପାରିବ ନାହିଁ। ତେଣୁ ଭାରତ ଛାଡ଼ କରିବା ପାଇଁ କ'ଣ ଦରକାର ନା ଆନ୍ଦୋଳନ କରିବା ଦରକାର, ବିଦ୍ରୋହ କରିବା ଦରକାର। ଏବଂ ଆଉ କ'ଣ କହିଛି ନା ଏଥିରେ ଓଡ଼ିଶାର ଭୂମିକା। ଯେହେତୁ ସବୁ ପ୍ରଦେଶରେ ଇଂରେଜମାନେ ଆସିକି ଶାସନ କରିଥିଲେ, 1803 ମସିହାରେ ଓଡ଼ିଶାକୁ ଯେତେବେଳେ ପ୍ରବେଶ କଲେ ଇଂରେଜମାନେ, ଓଡ଼ିଶାର ଲୋକମାନେ ମଧ୍ୟ ବ୍ୟତିବ୍ୟସ୍ତ ହୋଇଗଲେ, ଅତିଷ୍ଠ ହୋଇଗଲେ। ତେଣୁ ସିଏ ମଧ୍ୟ ଭାରତ ଛାଡ଼ ଆନ୍ଦୋଳନ ପାଇଁ ତାଙ୍କର ମଧ୍ୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ପଢ଼ିବା ଫାଷ୍ଟ ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା। ଭାରତକୁ ଛାଡ଼ ତାର ଆନ୍ଦୋଳନ ଉଦ୍ଦେଶ୍ୟ। ଫାଷ୍ଟ ବିଷୟର ନାମକୁ ଅଧା ବୁଝି ତାର ପାଠ ଅଧା ବୁଝିବା ପାଇଁ ଚେଷ୍ଟା କରିବା। ତେଣୁ ଫାଷ୍ଟ ପଢ଼ିବା। ଦେଖ ନା ଭାରତ ଛାଡ଼ ଆନ୍ଦୋଳନ ଥିଲା ବ୍ରିଟିଶ ଶାସନ ବିରୁଦ୍ଧରେ ମହାତ୍ମା ଗାନ୍ଧୀଙ୍କ ଶେଷ ଗଣ ଆନ୍ଦୋଳନ। ଯେଉଁ ଭାରତ ଛାଡ଼ ଆନ୍ଦୋଳନ ଥିଲା ବ୍ରିଟିଶ ଶାସନ, ଇଂରେଜ ଶାସନ ବିରୁଦ୍ଧରେ ମହାତ୍ମା ଗାନ୍ଧୀଙ୍କର ଶେଷ ଗଣ ଆନ୍ଦୋଳନ। କାରଣ 1940-42 ଆଡ଼କୁ ଭାରତ ଛାଡ଼ ଆନ୍ଦୋଳନ ହେଇଥିଲା। ଶେଷ ଗଣ ଆନ୍ଦୋଳନ କିଏ ନେତୃତ୍ୱ ନେଇଥିଲେ? ମହାତ୍ମା ଗାନ୍ଧୀ ଆମ ନେତୃତ୍ୱ ନେଇଥିଲେ। ନେକ୍ସଟ, ଭାରତରେ ସ୍ୱାଧୀନତା ସଂଗ୍ରାମର ସମ୍ରାଟ ମହାତ୍ମା ଗାନ୍ଧୀ ଏହି ଆନ୍ଦୋଳନ ମାଧ୍ୟମରେ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବା ପାଇଁ ଆହ୍ୱାନ କରିଥିଲେ। କ'ଣ କରିଥିଲେ ନା ଭାରତର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ କରୁଛନ୍ତି, ସ୍ୱାଧୀନତା ପାଇଁ ସଂଗ୍ରାମ କରୁଛନ୍ତି। ସମ୍ରାଟ କିଏ ଥିଲେ? ଲିଡର କିଏ ଥିଲେ? ଆମର ରାଜା କିଏ ଥିଲେ? ମହାତ୍ମା ଗାନ୍ଧୀ। ଏହି ଆନ୍ଦୋଳନ ମାଧ୍ୟମରେ, ଏଇ ଯେଉଁ ଭାରତ ଛାଡ଼ ଆନ୍ଦୋଳନ ମାଧ୍ୟମରେ ଇଂରେଜ ସରକାରଙ୍କୁ କହିଥିଲେ ଯେ ତୁମେ ଭାରତ ଛାଡ଼, ଆଉ ଭାରତରେ ରହିପାରିବ ନାହିଁ, ଆହ୍ୱାନ ଦେଇଥିଲେ। ଅଗଷ୍ଟ ମାସରେ ହୋଇଥିବା ଏହି ଗଣ ଆନ୍ଦୋଳନ କାହିଁ କୁହାଯାଏ? ଇଏ ଲୋକମାନଙ୍କୁ ନେଇକି ଆନ୍ଦୋଳନ ହୋଇଥିଲା। ସେଥିପାଇଁ କେଉଁ ମାସରେ ହେଇଥିଲା ନା ଅଗଷ୍ଟ ମାସରେ ଏହି ଆନ୍ଦୋଳନଟି ହୋଇଥିଲା। ଏବଂ ତୀବ୍ରତା ଏବଂ ବ୍ୟାପକତା ଏତେ ଶୀଘ୍ର ବ୍ୟାପିଗଲା। ତୀବ୍ର ମାନେ କ'ଣ? ଶୀଘ୍ର। ଏବଂ ବ୍ୟାପକତା ପୁରା ଭାରତ ସାରା ବ୍ୟାପିଗଲା। ଏହି ଆନ୍ଦୋଳନ ଅଗଷ୍ଟ ମାସରେ ଏତେ ଅଧିକ ଥିଲା ଯେ ଇତିହାସରେ ଏହା ଅଗଷ୍ଟ ବିପ୍ଳବ ନାମରେ ପରିଚିତ। ଇତିହାସରେ ଆମେ ତାକୁ କ'ଣ ଜାଣିବା? ଅଗଷ୍ଟ ବିପ୍ଳବ ନାମରେ ପରିଚିତ ବୋଲି ଜାଣିବା। ବୁଝିପାରିଲ ଛୁଆ? ଭାରତ ଛାଡ଼ ଆନ୍ଦୋଳନ ଥିଲା ବ୍ରିଟିଶ ଶାସନ ବିରୋଧରେ ମହାତ୍ମା ଗାନ୍ଧୀଙ୍କର ଶେଷ ଆନ୍ଦୋଳନ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ସମ୍ରାଟ ମହାତ୍ମା ଗାନ୍ଧୀ ଏହି ଆନ୍ଦୋଳନ ମାଧ୍ୟମରେ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବା ପାଇଁ ଆହ୍ୱାନ କରିଥିଲେ। ଅଗଷ୍ଟ ମାସରେ ହୋଇଥିବା ଏହି ଗଣ ଆନ୍ଦୋଳନର ତୀବ୍ରତା ଏବଂ ବ୍ୟାପକତା ଏତେ ଅଧିକ ହୋଇଗଲା ଯେ ଇତିହାସରେ ଏହା ଅଗଷ୍ଟ ବିପ୍ଳବ, ଅର୍ଥାତ୍ ଅଗଷ୍ଟ ମାସରେ ବିପ୍ଳବ ହୋଇଥିଲା, ଆନ୍ଦୋଳନ ହୋଇଥିଲା ବୋଲି ଏହାକୁ ଆମେ ଅଗଷ୍ଟ ବିପ୍ଳବ ବୋଲି ନାମ ଦେଇଥାଉ। ତାପରେ ଛୁଆ ଆନ୍ଦୋଳନ ପୃଷ୍ଠଭୂମି କ'ଣ ଅଛି, କେମିତି ହେଇଥିଲା ଆନ୍ଦୋଳନଟା, କେମିତି ଷ୍ଟାର୍ଟ ହେଲା, ପୃଷ୍ଠ କ'ଣ? ଆମେ ଗୋଟେ ଘରକୁ ଦେଖୁଛେ, ଗୋଟେ ବିଦ୍ୟାଳୟକୁ ଦେଖୁଛେ, ଯାହାକୁ ତାର ପୃଷ୍ଠ ସାମ୍ନାକୁ ଦେଖିକି ଜାଣିପାରେ, ପୃଷ୍ଠଭୂମିକୁ ଦେଖିକି ଜାଣିପାରୁଛେ ଆମେ। ସେଇଭଳି ଆନ୍ଦୋଳନ ପୃଷ୍ଠଭୂମି କ'ଣ ଥିଲା ଦେଖିବା। ନା 1939 ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର 3 ତାରିଖ। 1939ରେ ଜାଣିଛେ ଆମର ଦ୍ୱିତୀୟ ବିଶ୍ୱଯୁଦ୍ଧ ଷ୍ଟାର୍ଟ ହେଇଥିଲା। 1939 ମସିହା ବା ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର 3 ତାରିଖରେ ବ୍ରିଟିଶ ସରକାର ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା। ଦେଖ, ଜର୍ମାନୀ ଥିଲେ କେଉଁମାନେ? କେଉଁ ଶକ୍ତି? ସେମାନେ ଥିଲେ କେନ୍ଦ୍ର ଶକ୍ତି।
प्रथम द्वितीय विश्वयुद्ध जो है छुआ से माने केंद्र शक्ति विरोध थे एमाने थे मित्र शक्ति के माने इंग्लैंड एका तेणु जो 3 तारिख रे हैला 39 सेप्टेम्बर 3 तारिख ब्रिटिश सरकार जर्मनी विरोध में इंग्रेज मैंने कौन कले ना जर्मनी विरोध में युद्ध घोषणा करदे केते चालाक देखो छुआ से युद्ध घोषणा करने द्वारा द्वितीय विश्वयुद्ध आरंभ होगा विश्व माने टोटाल पृथ्वीर देश मान मध्य युद्ध हुए ताको कहुए विश्वयुद्ध इंग्रेज सरकार आरंभ कला जर्मनी विरुद्ध युद्ध आरंभ है यह सहित आरंभ होता भारतीय स्वाधीनता संग्राम द्वितीय अध्याय देख छुआ यह सहित आरंभ होता द्वितीय विश्वयुद्ध आरंभ होगा सहित भारतर स्वाधीनता संग्राम स्वाधीनता करने भारतीय मैंने संग्राम कले यह द्वितीय अध्याय आरंभ होगा द्वितीय अध्याय प्रथम होता छुआ मन रख 1857 सिपाही विद्रोह भारतर प्रथम स्वाधीनता संग्राम एटा है भारतर द्वितीय स्वाधीनता संग्राम कौन कहते ना भारतीय स्वाधीनता संग्राम द्वितीय अध्याय भारतीय मैंने आंदोलन करने आरंभ करदे से समय भारतर बडलाट थे लॉर्ड लिनलिथगो मन रखियो छुआ बडलाट माने बडलाट लाट साहेब कह जाता इंग्रेज लोक आसते से बडलाट थे किए लॉर्ड लिनलिथगो जातीय कांग्रेस किंबा भारतीय नेतृवृंद सहित कौन से आलोचना नकरी द्वितीय विश्वयुद्ध में भारत को मित्र शक्तिर पक्षभुक्त कराई देख छुआ केड़े चालाक लोक से देख ना ये थे जो बडलाट थे किए लिनलिथगो से कौन कले ना भारतीय जातीय कांग्रेस आमर था 1885 मसीह जो जातीय कांग्रेस गठित होता तार समस्त सभापति थे विभिन्न अध्यक्ष थे नेतृवृंद थे जातीय कांग्रेस कि भारतीय नेता मान सहित नेतृवृंद कौन नेता मान सहित कौन से आलोचना कले सी आलोचना नकरी कौन कले ना दिन द्वितीय विश्वयुद्ध होता जर्मनी विरुद्ध में इंग्रेज जो युद्ध घोषणा करता इंग्रेज मैंने से दिन द्वितीय विश्वयुद्ध में भारत को कौन कला मित्र शक्तिर पक्षभुक्त कराई कारण केते चाला देख आम भारतीय सैन्य मानक नहीं कि इंग्रेज मान कौन करेंगे भारतीय सैन्य मानक नहीं कि जर्मनी विरुद्ध में लड़ेबे केते चालाक देख मित्र शक्तिर अंतर्भुक्त कर मित्र शक्तिर किसी देश थे छुआ पोर्तुगाल थिला रोमानिया थिला जापान चीन रूसिया इंग्लैंड ये थे सब तेणु भारत को अंतर्भुक्त करदेला किए ललित केते चालाक देखे जातीय कांग्रेस लोक मान सहित किसी आलोचना करनथिले कि भारत नेता मान सहित भी किसी आलोचना करना किसी आलोचना न करके आसिकी मित्र शक्तिर पक्षभुक्त कर आम भारत को 1939 सेप्टेम्बर 14 जातीय कांग्रेस एक प्रस्ताव ग्रहण कला जेते दिन पर्यंत इंग्रेज सरकार भारतीय माननकु निजर संविधान प्रणयन करने निमंते पूर्ण क्षमता न देइछन्ति एवं एक जनप्रिय सरकार प्रतिष्ठा करने सम्मत न देइछन्ति से पर्यंत भारतीय माने मित्र शक्ति कौन प्रकार साहाय्य करेंगे ना देख के सुंदर जातीय कांग्रेस जवाब देला इंग्रेज सरकार को ललिथगो को जवाब दे कौन देला ना जेते दिन पर्यंत इंग्रेज सरकार भारतीय माननकु निजर संविधान माने विधि नियम जो संविधान अच्छी आमर संविधान प्रणयन करने जेते दिन पर्यंत पूर्ण स्वाधीनता न देछि जातीय कांग्रेस सीधा सड़क ठकठाक कहीदेला जेते दिन पर्यंत आमको संविधान न करने संविधान तैयारी करने पूर्ण स्वाधीनता न देछ एवं एक जनप्रिय सरकार लोक मानकर प्रिय सरकार जो सरकार को लोक भल पाइबे से सरकार प्रतिष्ठा करने तुम आदेश न देछ सम्मत न देछ निज मत न देछ सेते पर्यंत भारतीय माने तुमको युद्ध में मित्र शक्ति सहयोग करेंगे नहीं ब्रिटिश सरकार कौन कले ना जातीय कांग्रेस पूर्ण स्वाधीनता दाबी को ग्रहण न करी आ ब्रिटिश सरकार कौन तार दरकार निहाती सैन्य भारतीय को दरकार जहाँ को युद्ध कर जर्मनी विरुद्ध में तेणु कौन कला ना जो भारतीय माने पूर्ण स्वाधीनता चाहूले संविधान चाहूले ताकू से मानिला नहीं संपूर्ण भाव में पूर्ण स्वाधीनता चाहिए भारत को केवल स्वायत्त अधिकार दिज्व बोली स्वायत्त शासन अधिकार दिज्व बोली घोषणा कला किछि अंचल को अधिकार दिज्व पूर्ण अधिकार दिज्व बोली घोषणा कला सबू भारत वर्ष को पूर्ण स्वाधीनता मना कला किछि अंचल को स्वायत्त शासन माने स्वायत्त निज आयत किछि अंचल को से शासन अधिकार दिज्व बोली घोषणा कला संपूर्ण भारत को न देकी केबे ये मन रखियो छुआ 1939 सेप्टेम्बर 3 तारिख में जो जर्मनी घोषणा कला 1939 सेप्टेम्बर 14 कौन कला 3 गला सेप्टेम्बर 14 प्रस्ताव ग्रहण कला जातीय कांग्रेस इंग्रेज सरकार भारतीय संविधान पूर्ण क्षमता न देइछन्ति इंग्रेज सरकार भारतीय को निजर संविधान प्रणयन करने निमंते पूर्ण क्षमता न देइछन्ति एटा भारतीय माने डिक्लेयर कले सेप्टेम्बर 14 पुणी अक्टोबर 22 आसीगला 19 द्वितीय विश्वयुद्ध आरंभ होइछि 1939 मसीहा अक्टोबर 22 तारिख में कांग्रेस कार्यकारिणी बैठक सरकार घोषणा को दृढ़ निंदा करने सहित प्रतिवाद स्वरूप 8टी प्रदेश अवस्थापित कांग्रेस
কংগ্রেস মন্ত্রিমণ্ডল ইস্তফা দেওয়া নির্দেশ কলে। দেখো কেটে সুন্দর কইছি ছুয়া 1939 মସିହା অক্টোবর 22 তারিখ অক্টোবর 22 তারিখରେ କ'ଣ କରାଗଲା ନା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସର ଯେଉଁ ବୈଠକ ବସେ ଯେଉଁଠି କାର୍ଯ୍ୟ କରାଯାଏ ମିଟିଂ ଫିଟିଂ ବସେ କାର୍ଯ୍ୟକାରିଣୀ ବୈଠକ କ'ଣ କଲା ସରକାରଙ୍କର ଏହି ଘୋଷଣାକୁ ଯେ ଘୋଷଣା କଲା ଯେ ସ୍ୱାୟତ୍ତ ଶାସନ ଅଧିକାର ଦିଆଯିବ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ନାହିଁ ଏହି ଘୋଷଣା କ'ଣ କଲା ଦୃଢ଼ ନିନ୍ଦା କଲା ନିନ୍ଦା କରିବା ସହିତ କ'ଣ ପ୍ରତିବାଦ କରିବେ ପ୍ରତିବାଦ ସ୍ୱରୂପ କ'ଣ କଲେ ନା 8ଟି ପ୍ରଦେଶରେ ଯେଉଁ ଆମ ଭାରତର 8ଟି ପ୍ରଦେଶରେ କଂଗ୍ରେସର ମନ୍ତ୍ରିମଣ୍ଡଳ ଗଠିତ ହୋଇଛି ସେ ମନ୍ତ୍ରିମଣ୍ଡଳର ସମସ୍ତେ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ସେ ଯେଉଁ 8ଟି କଂଗ୍ରେସର ପ୍ରଦେଶ ପ୍ରତିଷ୍ଠା ହେଇଛି ସେ କଂଗ୍ରେସର ମନ୍ତ୍ରିମଣ୍ଡଳ ମାନେ କ'ଣ କଲେ ନା ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ କହିଲେ ଆମେ ଆମକୁ ଯଦି ପୂର୍ଣ୍ଣ ସ୍ୱାଧୀନ ନ ଦେଇଛ ତୁମେ ଯେଉଁ ସ୍ୱାୟତ୍ତ ଶାସନ ଅଧିକାର ଦେଲ ସେ ଶାସନକୁ ଆମେ ମାନିବା ନାହିଁ ଆମେ ପ୍ରତିବାଦ କରିବୁ ତୁମକୁ ସେଥିପାଇଁ ଆମେ ଇସ୍ତଫା ଦେବା କଂଗ୍ରେସର ଆମେ ତୁମ ସହିତ ସାଥ ଦେବା ନାହିଁ ଇତିମଧ୍ୟରେ ଶେଷରେ କ'ଣ ହେଲା ନା ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ସମୟରେ କ'ଣ ହେଲା ନା ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ସମୟରେ ଜର୍ମାନୀ ତ୍ୱରିତ ବେଗରେ ସଫଳତା ହାସଲ କରି ଇଂଲଣ୍ଡ ଆକ୍ରମଣ କରିବା ପାଇଁ ଅଗ୍ରସର ହେଲା ଦେଖ ଏହି ସମୟରେ ଆଙ୍କର ଭାରତ ସହିତ ବୁଝାମଣା ଠିକ୍ ହେଉନାହିଁ ଇଂଲଣ୍ଡର ବୁଝାମଣା ଠିକ୍ ହେଉଛି କି ହେଉନାହିଁ ସେହି ସମୟରେ ଜର୍ମାନୀ କ'ଣ କଲା ଜର୍ମାନୀ କେନ୍ଦ୍ର ଶକ୍ତିରେ ଥିଲେ ସେମାନେ ମିତ୍ର ଶକ୍ତିକୁ ଆଟାକ୍ କରିବା ପାଇଁ ଚାହିଁଲେ ଦେଖ ତ୍ୱରିତ ବେଗରେ କାରଣ ଯେ ଯୁଦ୍ଧ କରିବ ମାନେ ନିଶ୍ଚିତ ଯଥାଶୀଘ୍ର ଆକ୍ରମଣ କରିବା ପାଇଁ ଚାହିଁବ ସିଏ ତେଣୁ ତ୍ୱରିତ ବେଗରେ ଜର୍ମାନୀ ତ୍ୱରିତ ବେଗରେ ସଫଳତା ହାସଲ କରି ଯୁଦ୍ଧ ଜୟ କରି ଇଂଲଣ୍ଡ ଆକ୍ରମଣ କରିବା ପାଇଁ ଅଗ୍ରସର ହେଲାଣି ସେତେବେଳକୁ ଇଂଲଣ୍ଡ ସେତେବେଳକୁ ଆ ସହିତ ବୁଝାମଣା ଚାଲିଛି ଯାଇନାହିଁ ଇଂଲଣ୍ଡ ଆକ୍ରମଣ କରିବା ପାଇଁ ଅଗ୍ରସର ହେଲା ଇଂଲଣ୍ଡର ଜଟିଳ ପରିସ୍ଥିତି ଦୃଷ୍ଟିରୁ ସେତେବେଳେ ଇଂଲଣ୍ଡର ପୁରା କଠିନ ପରିସ୍ଥିତି ଆସିଗଲା ଜଟିଳ ପରିସ୍ଥିତି ଆସିଗଲା ପରିସ୍ଥିତି ଦୃଷ୍ଟିରୁ ଗାନ୍ଧିଜୀ ତାଙ୍କ ମନୋଭାବ କିଛି କଳହ କଲେ କିଛି ପରିବର୍ତ୍ତନ କଲେ ଗାନ୍ଧିଜୀ କ'ଣ କଲେ ନା ଇଂଲଣ୍ଡର ଜଟିଳ ପରିସ୍ଥିତି ସୃଷ୍ଟି ହୋଇଗଲା ଯାହାଦ୍ୱାରା କି ତାଙ୍କର ମନୋଭାବ ଯାହା ଭାବିଥିଲେ ସେ କଂଗ୍ରେସ ଯାହା ଭାବିଥିଲା କିଛି ମନୋଭାବକୁ କମେଇ ଦେଲା କଳହ କରିଦେଲା ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ କମିଟି 2ଟି ସର୍ତ୍ତରେ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରିବା ନିଷ୍ପତ୍ତି ନେଲା କହିଲା 2ଟା ସର୍ତ୍ତ ମାନିବ ଯଦି ଆମେ ତୁମକୁ ସାହାଯ୍ୟ କରିବୁ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରିବୁ ଯୁଦ୍ଧରେ ସାହାଯ୍ୟ କରିବୁ ଜର୍ମାନୀ ବିରୁଦ୍ଧରେ ଲଢ଼ିବୁ ହେଲା ଆମ ସୈନ୍ୟ ପଠାଇବୁ 2ଟା ସର୍ତ୍ତ ରଖିଲା ହେଲା ଜାତୀୟ କଂଗ୍ରେସ କ'ଣ ନା ପ୍ରଥମ ସର୍ତ୍ତ ଥିଲା ଯୁଦ୍ଧ ସମାପ୍ତି ପରେ ବ୍ରିଟିଶ ସରକାର ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବେ ଯୁଦ୍ଧ ଯେତେବେଳେ ସରିଯିବ ବିଶ୍ୱଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଗଲା ପରେ ବ୍ରିଟିଶ ସରକାର କ'ଣ କରିବ ଗୋଟିଏ ସର୍ତ୍ତ ଭାରତକୁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତା ଦେଇଦେବ ଏଇଟା ଗୋଟେ ସର୍ତ୍ତ ଥିଲା ଆଉ ଗୋଟେ ସର୍ତ୍ତ କ'ଣ ଥିଲା ନା ତତ୍କ୍ଷଣାତ୍ ସମସ୍ତ ଦଳର ପ୍ରତିନିଧିକୁ ନେଇ ଭାରତ ଏକ ଅସ୍ଥାୟୀ ଜାତୀୟ ସରକାର ଅବସ୍ଥାପିତ କରିବେ ଯେତିକି ଅଛି ପ୍ରତିନିଧି ଦଳ ନେତୃବୃନ୍ଦ ମାନଙ୍କୁ ନେଇକି ସମସ୍ତ ଦଳର ପ୍ରତିନିଧି ଯେଉଁମାନେ ବଡ଼ ବଡ଼ ଲୋକମାନଙ୍କୁ ନେଇକି ଦଳର ସେମାନଙ୍କୁ ନେଇକି ଭାରତ ଗୋଟେ ଅସ୍ଥାୟୀ ସରକାର ପ୍ରତିଷ୍ଠା କରିବ ହେଲା ସ୍ଥାୟୀ ସରକାର ନେଇ ଗୋଟେ ଅସ୍ଥାୟୀ ସରକାର ପ୍ରତିଷ୍ଠା କରିବ ଯାହାଦ୍ୱାରା ଭାରତକୁ ସହଯୋଗ କରିବ ତେଣୁ ଗୋଟେ ହେଲା ଭାରତକୁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତା ଦେବ ଆଉ ଗୋଟେ ହେଉଛି ଗୋଟେ ଅସ୍ଥାୟୀ ସରକାର ଗଠନ କରିବ ଭାରତ इंग्रेज कौन कले देखिए इंग्रेज मानले ना इंग्रेज सरकार भारतीय मानक केतेक सुविधा देवा निमंते 1940 मसीहा अगस्ट मास 8 तारिख एक घोषणा जारी कले केबे ना 1940 अगस्ट रे 8 तारिख किछि घोषणा जारी कले किछि सुविधा देवा पाई भारतीय मानक देखिबा कौन सुविधा देवा पाई घोषणा कले एहाकू अगस्ट दान बोली कह जेहेतु से हमको दान कले इंग्रेज माने कहले जहाँ किसी सुविधा देवा दा धातु देवा अर्थरे दान कले से 1940 मसीहा अगस्ट मास 8 तारिख रे घोषणा कले या अगस्ट दान बोली कह जाए एथिरे दिया जाइथिबा सुविधा गुड़िक थिला भारत को स्वायत्त शासन क्षमता पुणी से स्वायत्त शासन क्षमता संपूर्ण भाव में देवे भारत को स्वायत्त शासन क्षमता भारतर संविधान प्रणयन पर सांविधानिक सभा गठन करेंगे गोटे संविधान जो प्रणयन करा 1946 मसीह गठन कराइला 2 वर्ष 11 मास 18 दिन लगी संविधान तैयारी करने से कौन करागला गोटे संविधानिक सभा गठन कर संविधान कौन दरकार गोटे बड़ सभा दरकार मीटिंग हवा दरकार गोटे स्वायत्त शासन क्षमता देवा आ गोटे जो संविधानिक सभा गठन करवा आउट जो समस्त राजनैतिक दलर प्रतिनिधि को अंतर्भुक्त करी बड़लाटक कार्यकारिणी परिषद प्रसारण देख जो के चालाक से माने समस्त राजनैतिक दल भारत जो राजनैतिक दल थे से प्रतिनिधि मानक से ब्रिटिश कार्यकारिणी परिषद को नेबे सेटिकी हैला समस्त प्रतिनिधि मानक से अंतर्भुक्त करेंगे तांको ब्रिटिश कार्यकारिणी बैठक में से अंतर्भुक्त करके ब्रिटिश कार्यकारिणी परिषदटा टी प्रसारण करेंगे बढ़ेबे आम भारतीय मानक नहीं नेतृबृंद मानक नहीं समस्त राजनैतिक दलर प्रतिनिधि को अंतर्भुक्त कर बड़लाटकर कार्यकाल बड़लाट मान कौन ब्रिटिश बड़लाटकर कार्यकारिणी परिषदर प्रसारण करेंगे बढ़ेबे परिषद बढ़ेबे आम प्रतिनिधि मानक नहीं करें तापर कौन था ना ब्रिटिश शासनाधीन भारत और भारतर देशीय राज्य मानक प्रतिनिधि को नहीं एक युद्ध परामर्श देख के सहयोग सब कर सुविधा ब्रिटिश भारत शासनाधीन
ଭାରତ ଏବଂ ଭାରତର ଦେଶୀୟ ରାଜ୍ୟମାନଙ୍କର ବ୍ରିଟିଶ ଯେଉଁ ଭାରତକୁ ଶାସନ କରିଛି, ଯେଉଁ ଅଞ୍ଚଳକୁ ଶାସନ କରିଛି ଏବଂ ଭାରତର ଦେଶୀୟ ରାଜ୍ୟ ଗଡ଼ଜାତ ରାଜ୍ୟ ଥିଲା ସବୁ ଦେଶୀୟ ରାଜ୍ୟମାନଙ୍କର ଯେଉଁମାନେ ସ୍ୱାଧୀନ ହେଇଥିଲେ ଯେଉଁ ରାଜ୍ୟମାନଙ୍କର ପ୍ରତିନିଧିମାନଙ୍କୁ ନେଇକି ଏକ ଯୁଦ୍ଧ ପରାମର୍ଶଦାତା ଗଠନ କରିବ। ଯୁଦ୍ଧ ପରାମର୍ଶଦାତା କ'ଣ? ଯାହାଦ୍ୱାରା କି ଏହି ସୈନ୍ୟମାନଙ୍କୁ ନେଇକି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଗେଇବ। ସିଏ କେଡ଼େ ସୁନ୍ଦର ଦେଖ ଚାଲାକ ଛୁଆ। ଦେଶୀୟ ରାଜ୍ୟମାନଙ୍କର ପ୍ରତିନିଧିମାନଙ୍କୁ ନେଇକି ଯୁଦ୍ଧ ପରାମର୍ଶଦାତା, ଯୁଦ୍ଧର ପରାମର୍ଶ ଦେବେ ସେମାନେ, ଆମ ଭାରତୀୟମାନେ ପରାମର୍ଶ ଦେବେ, ସେହି ସୈନ୍ୟମାନଙ୍କୁ ନେଇକି ସେ ଲଗେଇବ କେଉଁଥିରେ? ଦ୍ୱିତୀୟ ବିଶ୍ୱଯୁଦ୍ଧରେ। ଏଇଟା ଗୋଟେ ଗଠନ କରିବା ପାଇଁ କହିଲା। ଏବଂ ଭବିଷ୍ୟତରେ ସାମ୍ବିଧାନିକ ପରିବର୍ତ୍ତନରେ ସଂଖ୍ୟାଲଘୁଙ୍କ ମତ ପ୍ରତି ଗୁରୁତ୍ୱ ଦେବ। କେଡ଼େ ଚାଲାକ ଦେଖ ଛୁଆ। ସାମ୍ବିଧାନ କିଛି ପରିବର୍ତ୍ତନ କରିବ, ଯେଉଁମାନେ ଅଳ୍ପ ଗୋଷ୍ଠୀ ଥିବେ ସେମାନଙ୍କ ମତକୁ ଗୁରୁତ୍ୱ ଦେବ। ଆମେ ସାଧାରଣତଃ ଜାଣିଛେ ଯେଉଁମାନେ ଅଧିକା ଯେଉଁ ଜାଗାରେ ଥିବେ, ଅଧିକା ମତ ଆସୁଥିବ ତାଙ୍କ ମତଟାକୁ ଗୁରୁତ୍ୱ ପ୍ରଦାନ କରାଯିବ, କିନ୍ତୁ ଏଠି କମ୍ ମତ ଅଛି ସଂଖ୍ୟାଲଘୁ, ତାଙ୍କ ମତଟାକୁ କହୁଛି ଗୁରୁତ୍ୱ ପ୍ରଦାନ। ଭବିଷ୍ୟତରେ ଯେତେବେଳେ ସମ୍ବିଧାନ ପରିବର୍ତ୍ତନ କରାଯାଏ ନୀତି ନିୟମ, ସେ ସାମ୍ବିଧାନିକ ପରିବର୍ତ୍ତନରେ ସଂଖ୍ୟାଲଘୁ, ଲଘୁ ମାନେ ଅଳ୍ପ ଲୋକମାନଙ୍କ ମତକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିବା ପାଇଁ ସେ କହୁଛି। ଏଟା ଭୁଲ। ଅଧିକ ଲୋକ ଯେଉଁଟା ସପୋର୍ଟ କରୁଛନ୍ତି ସେଇଟା ଗୁରୁତ୍ୱ ପ୍ରଦାନ କରାଯିବ। ଏହି ଘୋଷଣାକୁ କଂଗ୍ରେସ ଓ ମୁସଲିମ ଲିଗ ଉଭୟ ସଂଗଠନ ପ୍ରତ୍ୟାଖ୍ୟାନ କଲେ। ଘୃଣା କଲେ ଏଇ ଯେଉଁ କଂଗ୍ରେସ ଏଇ ଘୋଷଣା କଲା ଇଂରେଜ ସରକାର, କହିଲେ ନା କଂଗ୍ରେସ, ଜାତୀୟ କଂଗ୍ରେସ ଏବଂ ମୁସଲିମ ଲିଗ ଯେଉଁ ମହମ୍ମଦ ଅଲି ଜିନ୍ନା ଥିଲେ ସେମାନେ ଉଭୟ ସଂଗଠନ ପ୍ରତ୍ୟାଖ୍ୟାନ କଲେ। କାରଣ ଭାରତ ହିନ୍ଦୁ ମୁସଲମାନ ମିଶିକି ଥିଲେ ଯେତେବେଳେ, କହିଲେ ନା ଏଇଟା ମାନିବୁ ନାହିଁ। ଏହାପରେ ଗାନ୍ଧିଜୀ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କଲେ। ନିଜେ ବ୍ୟକ୍ତିଗତ ଭାବରେ ସତ୍ୟାଗ୍ରହ କଲେ। ନା ସେ କ'ଣ କଲେ? ଗାନ୍ଧିଜୀ ବ୍ୟକ୍ତିଗତ ଭାବରେ ସତ୍ୟାଗ୍ରହ ଆରମ୍ଭ କଲେ। ସତ୍ୟ ପ୍ରତି ଆଗ୍ରହ, ଆନ୍ଦୋଳନ, ଅହିଂସା ମାଧ୍ୟମରେ ଆନ୍ଦୋଳନ ଆରମ୍ଭ କଲେ। ଏଥିରେ ପ୍ରଥମ ସତ୍ୟାଗ୍ରହୀ ଭାବେ ସୌଭାଗ୍ୟ ଅର୍ଜନ କରିଥିଲେ ଆଚାର୍ଯ୍ୟ ବିନୋବା ଭାବେ। ମନେ ରଖିବ ଛୁଆ, ଯେତେବେଳେ ଗାନ୍ଧିଜୀ ବ୍ୟକ୍ତିଗତ ଭାବରେ ସତ୍ୟାଗ୍ରହ ଆରମ୍ଭ କଲେ ସେହି ସମୟରେ କ'ଣ କଲେ? ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ ଭାବରେ ସୌଭାଗ୍ୟ ଅର୍ଜନ କରିଥିଲେ କିଏ? ନା ଆଚାର୍ଯ୍ୟ ବିନୋବା ଭାବେ, ତାଙ୍କୁ ସହଯୋଗ କରିବା ପାଇଁ। 1940 ଅକ୍ଟୋବର 17 ତାରିଖ, ମନେ ରଖୁଛ, 1940 ମସିହା ଅକ୍ଟୋବର 17 ତାରିଖରେ ପାନାଉର ଠାରେ ତାଙ୍କର ପ୍ରଥମ ସତ୍ୟାଗ୍ରହ ଆରମ୍ଭ ହେଲା। କେବେ? ନା 1940 ପ୍ରଥମ ସତ୍ୟାଗ୍ରହ ଅକ୍ଟୋବର 17 ତାରିଖରେ ପାନାଉର ଗୋଟେ ଜାଗା ଅଛି, ସେଇଠି ତାଙ୍କର ସତ୍ୟାଗ୍ରହ ଆରମ୍ଭ ହେଲା। କାହାର? ଆଚାର୍ଯ୍ୟ ବିନୋବା ଭାବେଙ୍କର। ସେ ଗିରଫ ହେଇଗଲେ। ସତ୍ୟାଗ୍ରହ ଆରମ୍ଭ କରି ଇଂରେଜମାନେ ଗିରଫ କରି ତାଙ୍କୁ, ଦେଖ କେତେ ବଦମାସ ସେମାନେ। ଗିରଫ କରିବା ପରେ ଜବାହରଲାଲ ନେହେରୁ ପୁଣି ଦ୍ୱିତୀୟ ସତ୍ୟାଗ୍ରହ ପଡ଼ିବ ଛୁଆ। ପ୍ରଥମ ସତ୍ୟାଗ୍ରହ କିଏ? ଆଚାର୍ଯ୍ୟ ବିନୋବା ଭାବେ। ଦ୍ୱିତୀୟ ସତ୍ୟାଗ୍ରହ କିଏ ପୁଣି? ଜବାହରଲାଲ ନେହେରୁ ଆସିଗଲେ। ଜବାହରଲାଲ ନେହେରୁ ମଧ୍ୟ ଗିରଫ ହେଲେ। ଦ୍ୱିତୀୟ ସତ୍ୟାଗ୍ରହ ଭାବରେ ଆସିଲେ। ପୁଣି କିଏ ଆନ୍ଦୋଳନ ଆରମ୍ଭ କଲେ ବ୍ୟକ୍ତିଗତ ଭାବରେ? ଜବାହରଲାଲ ନେହେରୁ। ଅତି ଶୀଘ୍ର ସେ ମଧ୍ୟ ଗିରଫ ହେଇଗଲେ। ତାପରେ କ'ଣ କରାଗଲା? ନା ଅତି ଶୀଘ୍ର ବାବା କ'ଣ ହେଲା? ନା ଦେଶବ୍ୟାପୀ ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଲା। ଗାନ୍ଧିଜୀ ଏହି ସତ୍ୟାଗ୍ରହକୁ ସୀମିତ ରଖିବାକୁ ଚାହୁଁଥିଲେ, ମାନେ କମେଇ ଦେବା ପାଇଁ ଚାହିଁଥିଲେ ଏଇ ସତ୍ୟାଗ୍ରହକୁ, ହେଲା କମ୍ ଦେବା କରିବା, ଯେହେତୁ ଚାରିଆଡ଼େ ଆନ୍ଦୋଳନ ହେଲା ନା, ଏ ସତ୍ୟାଗ୍ରହକୁ ସୀମିତ ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ଡିସେମ୍ବର 1941 ସୁଦ୍ଧା, 40ରେ ଆରମ୍ଭ ହେଇଥିଲା ଅକ୍ଟୋବର 17ରେ, ହେଲା 41 ସୁଦ୍ଧା 25,000ରୁ ଉର୍ଦ୍ଧ୍ୱ ସତ୍ୟାଗ୍ରହୀ ଗିରଫ ହେଇଯାଇଥିଲେ। ଦେଖ କେତେ ଜଣଙ୍କୁ ସେ ଗିରଫ କରିଛି? 25,000 ଗିରଫ ହେଇଗଲେଣି, ହେଲା 41 ସୁଦ୍ଧା 25,000ରୁ ଉର୍ଦ୍ଧ୍ୱ ବ୍ୟକ୍ତିଗତ ସତ୍ୟାଗ୍ରହୀ ଗିରଫ ହୋଇଯାଇଥିଲେ। ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ସମଗ୍ର ବିଶ୍ୱକୁ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ସାରା ବିଶ୍ୱକୁ ପ୍ରଭାବିତ ହୋଇଯାଇଥିଲା ଏହି ସତ୍ୟାଗ୍ରହ, ଯାହାଦ୍ୱାରା କି ବିଶ୍ୱର ଲୋକମାନେ ମଧ୍ୟ ଜାଣିଲେ। କିଏ ଜାଣିଲା? ନା ଆମେରିକା ଜାଣିଲା, ଚୀନ ଜାଣିଲା, ଅଷ୍ଟ୍ରେଲିଆର ଭାରତୀୟମାନଙ୍କ ଦାବିକୁ ଗ୍ରହଣ କରିନେବା ପାଇଁ ବ୍ରିଟିଶ ସରକାରଙ୍କ ଉପରେ ଚାପ ପକାଏ। ଦେଖ ସାରା ବିଶ୍ୱରେ ଏହି ଆନ୍ଦୋଳନ, ସତ୍ୟାଗ୍ରହ ଆନ୍ଦୋଳନ ପ୍ରଭାବିତ କଲା ସାରା ବିଶ୍ୱକୁ, ଯାହାଦ୍ୱାରା କି ଆମେରିକା, ଚୀନ ଏବଂ ଅଷ୍ଟ୍ରେଲିଆ ଏମାନେ କହିଲେ ଯେ ଭାରତୀୟମାନଙ୍କୁ ଦାବିକୁ ମାନି ନେବା ପାଇଁ ବ୍ରିଟିଶ ସରକାରଙ୍କ ଉପରେ ଚାପ ପକାଇଲେ। କିଏ ଚାପ ପକାଇଲେ? ଏହି ତିନିଟା ଦେଶ। ଏହା ବ୍ୟତୀତ ଇଂଲଣ୍ଡର ଜନସାଧାରଣ ମଧ୍ୟ ଭାରତୀୟମାନଙ୍କୁ କିଛି ସୁବିଧା ଦେବା ସପକ୍ଷରେ ଥିଲେ। ଏହା ବ୍ୟତୀତ କ'ଣ କଲା? ନା ଇଂଲଣ୍ଡର ଜନସାଧାରଣ ମଧ୍ୟ ଭାରତୀୟମାନଙ୍କୁ କିଛି ସୁବିଧା ଦେବା ସପକ୍ଷରେ ଥିଲା। କିଛି ସୁବିଧା ଦେବା ପାଇଁ ଚାହିଁଲା, ତାଙ୍କର ଜନସାଧାରଣ ମଧ୍ୟ ଦୟା ଆସିଲା। ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ କିଏ ଥିଲେ? ୱିନଷ୍ଟନ୍ ଚର୍ଚ୍ଚିଲ ସେହି ସମୟରେ ଥିଲେ। ୱିନଷ୍ଟନ୍ ଚର୍ଚ୍ଚିଲ ତାଙ୍କର ପ୍ରଧାନମନ୍ତ୍ରୀ ଥିଲେ। 1942 ମାର୍ଚ୍ଚରେ ତାଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ କିଏ ଥିଲେ? ନା ଷ୍ଟାଫୋର୍ଡ କ୍ରିପ୍ସ। ଛୁଆ କ'ଣ କରିଥିଲେ? ନା ଷ୍ଟାଫୋର୍ଡ କ୍ରିପ୍ସକୁ ପଠେଇଥିଲେ ବାବା। ଏ ଷ୍ଟାଫୋର୍ଡ କ୍ରିପ୍ସକୁ ୱିନଷ୍ଟନ୍ ଚର୍ଚ୍ଚିଲ କ'ଣ କଲେ? ତାଙ୍କ ମନ୍ତ୍ରିମଣ୍ଡଳ, ବ୍ରିଟିଶ ପାର୍ଲାମେଣ୍ଟର ଯେଉଁ ଥାଏ ମନ୍ତ୍ରିମଣ୍ଡଳ, ସେ ମନ୍ତ୍ରିମଣ୍ଡଳ ସଦସ୍ୟ କିଏ ଥିଲେ? ଷ୍ଟାଫୋର୍ଡ କ୍ରିପ୍ସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରତକୁ ପଠାଏ। ସବୁଆଡ଼େ ପ୍ରେସର ପଡ଼ିଲା ଇଂଲଣ୍ଡକୁ, ଯାହାଦ୍ୱାରା ପ୍ରେସର କରିବା ଦ୍ୱାରା ଅତ୍ୟବସ୍ଥ ହୋଇଗଲା ଇଂଲଣ୍ଡର ପ୍ରଧାନମନ୍ତ୍ରୀ, ତାଙ୍କର ମନ୍ତ୍ରିମଣ୍ଡଳ, ହେଲା। ୱିନଷ୍ଟନ୍ ଚର୍ଚ୍ଚିଲ କ'ଣ କଲେ? ନା ସଦସ୍ୟ ଥିଲେ ଷ୍ଟାଫୋର୍ଡ କ୍ରିପ୍ସ, ତାଙ୍କ ସହିତ କିଛି ପ୍ରତିନିଧି ଲୋକମାନଙ୍କୁ, ଭାରତୀୟମାନଙ୍କୁ ଭାରତକୁ ପଠାଇଲେ, ଯାହାଦ୍ୱାରା ଭାରତର ଏସବୁ ସମସ୍ୟାର ସମାଧାନ କରିବା ପାଇଁ। ଏହା କ୍ରିପ୍ସ ମିଶନ ନାମରେ ପରିଚିତ। ଯେହେତୁ ଷ୍ଟାଫୋର୍ଡ କ୍ରିପ୍ସ ତାଙ୍କ ପ୍ରତିନିଧି ଆସିଥିଲେ, ମିଶନ ଆସିଥିଲା, ସେଥିପାଇଁ କୁହାଯାଏ କ୍ରିପ୍ସ ମିଶନ ବୋଲି ପରିଚିତ। ଏହି ମିଶନ ବାବା ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶ ରୂପେ
स्वायत्त शासन अधिकार प्रदान करा जाए। पुणी सी भी कहला कहला सी कौन कहला देखा टिके बाबा आज एति था स्टाफोर्ड क्रिप्स पर्यटन आम पढ़िलु केरक आसले तापर स्टाफोर्ड क्रिप्स उद्देश्य कौन थिला सेटा आम पढ़ू। तेणु केमिति लागला मते टिके जणैब पिला माने भलो लागुची कि खराब लागुची कौन लागुची जणैब पूरा भलो से बुझाइबा पे चेष्टा करिछि। तेणु कमेंट जणैब कमेंट रे जणैबा मते एवं मोर वीडियो को शेयर करियो समस्त जानिबे पढ़िबे। तेणु स्टाफोर्ड क्रिप्स केमिति आसला तार उद्देश्य कौन थिला कौन पे आसला तेणु एतिके आसले बहुत बहुत धन्यवाद।